ଆଉ ଆମେ ବାହାରିଲୁ ସୋସାଇଟି ପାଖରେ ଥିବା ଜୁଡିଓକୁ। ଯେବେଠୁ ସୋସାଇଟି ପାଖରେ ଜୁଡିଓ ଖୋଲିଛି ଏଇଟା ମଲ୍ ତ ଲାଗୁନି, ଯେମିତି ରାସନ ଦୋକାନ ଭଳିଆ ଲାଗୁଛି। ଟିକେ ଯାହା ଦରକାର ହେଲେ ଜୁଡିଓ ଚାଲ। ଦେନ ବାଇକ୍ ନେଇକି ସେଣ୍ଟ୍ରାଲ ମଲ୍ ଆଗରେ ପହଞ୍ଚି ଗଲୁ। ସେଠି ଗୋଟେ ମାଉସୀ ବେଲୁନ ଆଉ ପଜଲ କାର୍ଡ ବିକୁଥିଲେ। ଆମେ ବି ସବୁ ପଜଲ କାର୍ଡ ଦେଖି ସାରିଲା ପରେ ବୋଟ ବାଲା ପଜଲ ଆଣିଲୁ ଆଉ ମାଉସୀକୁ ପେମେଣ୍ଟ ଦେଇକି ମଲ୍ ରେ ଏଣ୍ଟ୍ରି କରିକି ବେସମେଣ୍ଟ ଆଇଗଲୁ। ଆଉ ଜୁଡିଓରେ ଏଣ୍ଟ୍ରି କରିକି ରେଗୁଲାର ଡ୍ରେସ ଖୋଜିଲୁ। ଦେନ ପୁରା ଷ୍ଟୋର ବୁଲି ସାରିଲା ପରେ ଡ୍ରେସ କିଛି ପସନ୍ଦ ଆସିଲାନି। ଡ୍ରେସ ପସନ୍ଦ ଆସୁଥିଲା ଯେ ଆମକୁ ତ ଏଠି ଟାଇମ ପାସ୍ କରିବାର ଥିଲା ଆଉ। ଜୁଡିଓ ଆସିବୁ କିନ୍ତୁ ମିରର ସେଲ୍ଫି ନ ନେଲେ ଚଳିବ କି? ଡ୍ରେସ ପସନ୍ଦ ଆସୁ ନ ଆସୁ ପଛେ ମିରର ସେଲ୍ଫି ଟା ଆଗ ଦରକାର ନା। ଦେନ ମିରର ସେଲ୍ଫି ନେଇକି ଉପରକୁ ଆସିଲୁ। ଦେନ ମଲ୍ ଟିକେ ବୁଲାବୁଲି କରିକି ପାର୍କିଂ ଆସିଗଲୁ। ଦେନ ସେଠୁ ବାଇକ୍ ନେଇକି ସେଣ୍ଟ୍ରାଲ ମଲ୍ ଆଗରେ ଥିବା ବନାରସ ଚାଟ ଆସିଗଲୁ। ଓଡିଆ ହେଇକି ବିନା ଚାଟ ଖାଇକି କେମିତି ଯିବୁ? ସେଇଟା ବି ଖାଣ୍ଟି ଅନୁଗୁଳିଆଟି। ଅନୁଗୁଳ ଭଳିଆ ଚାଟ ନହେଲେ ବି ନୋଇଡାର ବେଷ୍ଟ ଚାଟ ଏଇଟା। ଦେନ ସେଠି ଗୁପଚୁପ ଚାଟ ଖାଇକି ପେମେଣ୍ଟ କରିକି ସୋସାଇଟି ଆଡେ ବାହାରିଲୁ। ଟିକେ ବାଟ ଆଇଲା ପରେ ମନେ ପଡିଲା ପେଟ୍ରୋଲ ପକେଇବାର ଅଛି। ତାପରେ ଆମେ ସୋସାଇଟି ପଛପାଖ ପେଟ୍ରୋଲ ପମ୍ପ ପାଇକି ଦେଖିଲୁ ବେଶୀ କିଛି ଭିଡ ନଥିଲା। ତାପରେ ଆମକୁ ଏକ୍ସପି ପେଟ୍ରୋଲ ପକେଇବାର ଥିଲା। ଲାଇନ ରେ ନ ଆସିକି ଡାଇରେକ୍ଟ ଗଲୁ ପେଟ୍ରୋଲ ପକେଇକି ପେମେଣ୍ଟ ଦେଇକି ସୋସାଇଟି ଆସିଲୁ। ଆସିଲା ପରେ ଏଇ ଅନ୍ଧାରିଆ ରାତିରେ ପର୍ଥଲା ବ୍ରିଜ ରେ ଯୋଉ ରଙ୍ଗୀନ ଲାଇଟ ପୁରା ମସ୍ତ ଲାଗୁଥିଲା। ଦେନ ରାଉଣ୍ଡ ସାର୍କିଲ ବୁଲିକି ଆମେ ସୋସାଇଟି ଆସିଗଲୁ। ଲିଫ୍ଟ କୁ ୱେଟ କରିକି ରୁମ ଆସିଗଲୁ।